ଯେତେବେଳେ ଜଣେ ଇଂରେଜ ଜଗନ୍ନାଥଙ୍କୁ ପରୀକ୍ଷା କଲେ ଏବଂ ତାପରେ ଏକ ଚମତ୍କାର ଘଟିଲା। ଜଗନ୍ନାଥ ମନ୍ଦିରରେ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଏ, କିନ୍ତୁ ପ୍ରସାଦ କେବେ କମ୍ ହୁଏ ନାହିଁ କିମ୍ବା ନଷ୍ଟ ହୁଏ ନାହିଁ। କୁହାଯାଏ ଯେ ଥରେ ମନ୍ଦିରରେ ପ୍ରବଳ ବର୍ଷା ହୋଇଥିଲା। ସେହିଦିନ ଭକ୍ତଙ୍କ ସଂଖ୍ୟା ଆଶାଠାରୁ ବହୁତ ଅଧିକ ଥିଲା। କେବଳ 10,000 ଲୋକଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ କରାଯାଇଥିଲା, ତଥାପି ପ୍ରାୟ 50,000 ଭକ୍ତ ମନ୍ଦିରକୁ ଖାଇବାକୁ ଆସିଥିଲେ। ତଥାପି ଚମତ୍କାର ଭାବରେ ସମସ୍ତେ ପ୍ରସାଦ ଗ୍ରହଣ କଲେ ଏବଂ କେହି କୌଣସି ଅଭାବ ଅନୁଭବ କଲେ ନାହିଁ। ଯେତେବେଳେ ଜଣେ ଇଂରେଜ ଅଧିକାରୀ ଏହା ଶୁଣିଲେ, ସେ ବିଶ୍ୱାସ କରିପାରିଲେ ନାହିଁ। ସେ ନିଜେ ସତ୍ୟ ଜାଣିବା ପାଇଁ ଜଗନ୍ନାଥ ମନ୍ଦିରକୁ ଗଲେ। ସେ ରୋଷେୟାମାନଙ୍କୁ ସେହିଦିନ ଆସିବାକୁ ଥିବା ଲୋକଙ୍କ ସଂଖ୍ୟାଠାରୁ କମ୍ ପ୍ରସାଦ ପ୍ରସ୍ତୁତ କରିବାକୁ କହିଲେ। ରୋଷେୟାମାନେ ରାଜି ହେଲେ ଏବଂ ନିର୍ଦ୍ଧାରିତ ପରିମାଣ ଅପେକ୍ଷା କମ୍ ପ୍ରସ୍ତୁତ କଲେ। ସବୁଦିନ ପରି ସେହିଦିନ ଭକ୍ତଙ୍କ ସଂଖ୍ୟା ବହୁତ ଅଧିକ ଥିଲା, ତଥାପି ଆଶ୍ଚର୍ଯ୍ୟଜନକ ଭାବରେ ସମସ୍ତେ ପ୍ରସାଦ ଗ୍ରହଣ କଲେ। ଏହି ଦୃଶ୍ୟ ଦେଖି ବ୍ରିଟିଶ ଅଧିକାରୀ ଆଶ୍ଚର୍ଯ୍ୟ ହୋଇ ଭାବପ୍ରବଣ ହୋଇ କହିଲେ, ଏହା କୌଣସି ସାଧାରଣ ରୋଷେଇ ଘର ନୁହେଁ, ଏହା ଜଗନ୍ନାଥ ଖେଳ। କିଛିଦିନ ପରେ ବ୍ରିଟିଶମାନେ ନିଜେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ହୋଇଗଲେ ଏବଂ ପୁରୀରେ ରହି ଜୀବନର ଶେଷ ପର୍ଯ୍ୟନ୍ତ ତାଙ୍କର ସେବା କଲେ। ଆସନ୍ତୁ ସମସ୍ତେ ମିଶି ଜୟ ଶ୍ରୀ ଜଗନ୍ନାଥ କହିବା।